ପାକିସ୍ତାନ ବିପକ୍ଷରେ ଖେଳିବେନି ଏହି ଖେଳାଳି। ଦଳରୁ ବାହାରିବା ପରେ କହିଲେ ମୋ ହାତରେ କିଛି ନାହିଁ। ତେବେ ସୂଚନା ଅନୁସାରେ ଏସିଆ କପ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର 4 ମ୍ୟାଚ୍ ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ହାତ ମିଳାଇବା ବିବାଦ ପରେ ଉଭୟ ଦଳ ପଡ଼ିଆକୁ ଫେରିବେ। ଏହି ସମୟରେ ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଏକ ବୟାନ ସାମ୍ନାକୁ ଆସିଛି। ଚୟନକର୍ତ୍ତାମାନେ ଜୟସ୍ୱାଲଙ୍କ ବଦଳରେ ଅଭିଷେକ ଶର୍ମାଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ନିଯୁକ୍ତି କରିଛନ୍ତି, ଯାହାପରେ ସେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅତ୍ୟନ୍ତ ଦାରିଦ୍ର୍ୟ ପରିବାରରୁ ଆସିଥିବା ଯଶସ୍ୱୀ ଜୟସ୍ୱାଲ ମୁମ୍ବାଇର ଏକ ବସ୍ତିରେ ତାଙ୍କ ଜୀବନ ବିତାଇଥିଲେ। ଏହି ପ୍ରସଙ୍ଗରେ ନିଜର ନୀରବତା ଭାଙ୍ଗି ଜୟସ୍ୱାଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଚୟନ ଭଳି ନିଷ୍ପତ୍ତି ତାଙ୍କ ହାତରେ ନାହିଁ ଏବଂ ସେ କେବଳ କଠିନ ପରିଶ୍ରମ ମଧ୍ୟରେ ନିଜକୁ ଉନ୍ନତ କରିପାରିବେ। ମାସ୍ ବଲ୍ ଇଣ୍ଡିଆ ସହିତ କଥାବାର୍ତ୍ତା କରି ଯଶସ୍ୱୀ କହିଛନ୍ତି, ମୁଁ ଏହା ବିଷୟରେ ଅଧିକ ଚିନ୍ତା କରେ ନାହିଁ। ଏହା ସବୁକିଛି ଚୟନକର୍ତ୍ତାଙ୍କ ହାତରେ। ଦଳ ମିଶ୍ରଣ ଉପରେ ଆଧାର କରି ନିଷ୍ପତ୍ତି ନିଆଯାଏ। ମୋର କାମ କେବଳ କଠିନ ପରିଶ୍ରମ କରିବା ଏବଂ ନିଜକୁ ବେଷ୍ଟ କରିବା। ଯେତେବେଳେ ମୋର ସମୟ ଆସିବ ସବୁକିଛି ଠିକ୍ ହୋଇଯିବ। ସୂଚନା ମୁତାବକ ଯଶସ୍ୱୀ ଜୟସ୍ୱାଲ ଏପର୍ଯ୍ୟନ୍ତ 23ଟି ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ରେ 723 ରନ୍ କରିଛନ୍ତି। ତାଙ୍କର ହାରାହାରି 36.15 ଏବଂ ଷ୍ଟ୍ରାଇକ୍ ରେଟ୍ 164.31, ଯାହା ଦର୍ଶାଉଛି ଯେ ଆଧୁନିକ କ୍ରିକେଟରେ ସେ କେତେ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍। ଆଇପିଏଲ୍ 2025ରେ ସେ 14 ମ୍ୟାଚ୍ରେ 559 ରନ୍ ମଧ୍ୟ କରିଥିଲେ, ଯାହାର ଷ୍ଟ୍ରାଇକ୍ ରେଟ୍ 159.71 ଥିଲା। ଯାହା ସତ୍ତ୍ୱେ ତାଙ୍କୁ ଏସିଆ କପ୍ ଦଳରେ ସାମିଲ ନ କରାଯିବାରୁ କ୍ରିକେଟ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ସମୟରେ ଚୟନକର୍ତ୍ତାମାନେ ସୁମନ ଗିଲଙ୍କୁ ଫେରିବାର ସୁଯୋଗ ଦେଲେ ଏବଂ ତାଙ୍କୁ ଉପ-ଅଧିନାୟକ ନିଯୁକ୍ତି କଲେ। ଏହା ସଞ୍ଜୁ ସାମସନଙ୍କୁ ବ୍ୟାଟିଂ କ୍ରମରେ ତଳକୁ ରଖାଗଲା ଏବଂ ଜୟସ୍ୱାଲ ଏବଂ ଶ୍ରେୟସ ଆୟରଙ୍କୁ ଦଳରୁ ବାହାର କରିଦିଆଗଲା। ଜୟସ୍ୱାଲ କଥାବାର୍ତ୍ତାରେ ଏହା ମଧ୍ୟ ପ୍ରକାଶ କଲେ ଯେ ସେ ସର୍ବଦା ତାଙ୍କ ଦକ୍ଷତା ଉପରେ ବିଶ୍ୱାସ ରଖିଛନ୍ତି। ମୁଁ ସବୁବେଳେ ବିଶ୍ୱାସ କରିଛି ଯେ ମୁଁ କିଛି ବଡ଼ ହାସଲ କରିପାରିବି। ମୁଁ ଅଟକିବି ନାହିଁ। ମୁଁ କଠିନ ପରିଶ୍ରମ କରିବି।